ଆସୁନାହାନ୍ତି ଆପଣ ମୁଁ ଧାନ ଆଣିକି ପକେଇଲି କେବେ 29 ଇଏ ପିଲା ବି ଆମର ଯେଉଁ ମୋର ଅତି ଘନିଷ୍ଠ ସାଙ୍ଗ ଆମେ ସାଙ୍ଗରେ ସବୁ ଆସିଥିଲୁ 29 ଧାନ ପକେଇଲି ଧାନ ଉଠୁଥିଲା 29 ଏକରେ ରାତି 3ଟାରୁ ଆମେ ବାହାରିକି ଆସୁଛୁ ସିଏ ତ ଛାଡ଼ ଯେଉଁ ଆମର ମାନସିକ ଚିନ୍ତା ଶାରୀରିକ ପରିଶ୍ରମ ସିଏ ତ ସବୁ ଛାଡ଼ ତାକୁ ସବୁ ଯାହା କହିବା ଉଠିଲା କେବେ ଧାନ 16 ତାରିଖ 17 ତାରିଖ 46 କ୍ୱିଣ୍ଟାଲଟା ମୁଁ ସେଇଆ କହୁଛି ମୁଁ ଆଣିଥିଲି କେତେ 46 କ୍ୱିଣ୍ଟାଲ ମୋର 48,000 ମୋ ହିସାବରେ ଥିଲା ନା ନା ଏଇଠି ଓଜନ ହେଲା ନା ସେଠୁ ତ ଓଜନ କରିକି ଆଣିଥିଲି 48 କ୍ୱିଣ୍ଟାଲ ସମଥିଙ୍ଗ ଥିଲା ମାନେ ଘରୁ ଯେତେବେଳେ ଆଣିଲେ ଓଜନ କରିକି ଆଣିଥିଲେ 48 କ୍ୱିଣ୍ଟାଲ ସମଥିଙ୍ଗ ଥିଲା ହଁ 48 କ୍ୱିଣ୍ଟାଲ ସମଥିଙ୍ଗ କ'ଣ ଥିଲା ସେଇ ଅନୁସାରେ ମୁଁ ୱେଟ୍ କରିକି ଆଣିଛି ଯେଉଁ 10-15 ଦିନ ରହିଲା ଏଠି ତା ଭିତରେ କିଛି ଶୁଖିଗଲା କି ଇଏ ହେଲା ବର୍ତ୍ତମାନ 46 କ୍ୱିଣ୍ଟାଲ ସମଥିଙ୍ଗ ହେଲା 46 କ୍ୱିଣ୍ଟାଲଟା ମାନେ ଏଠି ଓଜନ ହେଲା ଏଇଠି ଓଜନ ହେଲା ଏଇଟା ଆକ୍ଚୁଆଲ ୱେଟ୍ ଥିଲା ମୋର କିନ୍ତୁ ମତେ ଯୋଉ ମୋର ଯୋଉ ଟୁକନଟା 46 କ୍ୱିଣ୍ଟାଲ କେତେ ସେ ପିଟସନ୍ ଅଛି ଦେଖ ହଁ ପିଟସନ୍ ରେ ଲେଖା ମାନେ ଏଇ ଯୋଉ ଓଜନ ଆପଣଙ୍କ ସାଙ୍ଗରେ ଓଜନ ହେଲା ମୋ ସାଙ୍ଗରେ ନା ଘରୁ ଆଣିଥିଲେ 48 କ୍ୱିଣ୍ଟାଲ ଏଠି ଶୁଖିକି ଏତେ ଓଜନ ହେଲା ଏଠି ଯେତେବେଳେ ଓଜନ ହେଲା ସମଥିଙ୍ଗ ହେଲା କିନ୍ତୁ ତା ପୂର୍ବରୁ ଯୋଉ 10 ତାରିଖ ମୋର ଏକ୍ସପାୟାର ହେଇଥିଲା ଟୋକନଟା ମତେ 4150 ରେ ଭେଣ୍ଡର କଲେ ଯୋଉଟା ଆମର ମଣ୍ଡି ଆରାଇଭାଲ କପି ଦେଲେ ଭେଣ୍ଡର ହେଲା 41.50 ଆପଣଙ୍କ ଟୋକନ ଆସିଥିଲା 42.56 ବୋଧେ 42.56 42.56 ସେତିକିରେ ଆସିଥିଲା ମତେ ସେଦିନ ବି ଫୁଲ ଦେଲେନି ବର୍ତ୍ତମାନ ପାଇଁ ମୋ ଯୋଉ ମୋ ଆକାଉଣ୍ଟକୁ ପଇସାଟା ଆସିଲା 41.5 ଯୋଉ 41.5 ଏମଏସପି ମାନେ ପଇସା ଆସିଯାଇଛି ନା ପଇସା ଇନପୁଟଟା ଆସିଛି ସବୁ ଆସିଛି ସବୁ 41.5 ସବସିଡି ଆସିଯାଇଛି ନା ହଁ ସବସିଡି ଆସିଛି ସବସିଡି ଏବେ ତ ବୋନସ ହଁ ଇନପୁଟ ଆସିଷ୍ଟାଣ୍ଟ ସବୁ ଆସିଗଲା ବର୍ତ୍ତମାନ ପାଇଁ ଇଏ ଯୋଉ ମୋର ଆର୍ଥିକ ଯୋଉ ଆମର ଏକରେ ଗଲା ଶାରୀରିକ ଚିନ୍ତା ମାନସିକ ଚିନ୍ତା ସବୁ ପ୍ରକାର ଇନକ୍ଲୁଡ କରିକି ଧାନର କ୍ୱାଣ୍ଟିଟି କମିଲା ହଁ ତମେ ମତ୍ସ୍ୟ ପାଇଁ ଏପଟେ କହୁଛ ତମ କଟିଂ ପାଇଁ ହେଲା 8 କିଲୋ ନାକେ କଟିଲା ପୁଣି ସେବାଟା 8 କିଲୋ କଟିଲା ପରେ ମୋର ସେବାଟା ବି କୁଇଣ୍ଟାଲ 2 କୁଇଣ୍ଟାଲ କ'ଣ ପାଇଁ ଏଇ ଯୋଉ 10-15 ଦିନ ପଡ଼ିକି ରହିଲା ଧାନ ପାଇଁ ଆପଣ 8 କିଲୋ ଏବାଟେ କାଟୁଛନ୍ତି ପୁଣି ଏବାଟେ ମୋର 2 କୁଇଣ୍ଟାଲ ଗଲା ମାନେ ମୁଁ ଗୋଟେ ସାଧାରଣ ଚାଷୀ 2 କୁଇଣ୍ଟାଲ ଯୋଉ ଆପଣଙ୍କୁ କହୁଛି ମାନେ ଏଇ ଉଭୟଟି 2 କୁଇଣ୍ଟାଲ ଗଲା ନା ପୁଣି ଯୋଉ 15 ଦିନ ଏଠି ପଡ଼ିକି ପଡ଼ିଲା ସେଇଟା ଶୁଖିଲାର ସେଠି 2 କିଲୋ ଲସ୍ ସେ ତ ଆହୁରି ଲସ୍ ଇଏ ହେଲା 5 କ୍ୱିଣ୍ଟାଲ ସମଥିଙ୍ଗ 5-7 କ୍ୱିଣ୍ଟାଲ ଇଏ 7 କ୍ୱିଣ୍ଟାଲ ଲସ୍ ଆଙ୍କର ହେଲା ଇଏ ତ ଖାଲି ମାନେ ଆର୍ଥିକ ଉପାୟରେ ଗଲା ବାକି ଯାହା ସବୁ ଧାଁ ଦପଡ଼ ଆପଣ ସିସିଟିଭି ଫୁଟେଜ ଚେକ୍ କରନ୍ତୁ ମୁଁ କେତେ ଥର ଆସି ଯାଇଛି ଏଠି ଆସିକି ବସିବି ଗୋଟେ ସାଧାରଣ ଲୋକ ଭଳିଆ ଆସିବ ବସ ଆଟେଣ୍ଡାନ୍ସ ପକେଇବାକୁ ପଡ଼ିବ এইভাবে সিচুয়েশন একটু সব ভরণ করণ করিব এই যে আর্থিক হানিটা হলা একটু দব কিয়ে আর্থিক মানে মানে যে কতে কুইন্টাল আর্থিকটা কোন দেখো সে যে লেখিতেনে আপনক যে পকেইতেনে পিটিশনে কতে টাকা ক্ষতি মোর যাউছি মোর আর্থিক না আপন হেটা 14000 টাকা লেখি ସେ 5 କିଲୋଟା ଆ ଧଇଲେ ଆହୁରି ଅଧିକା ହବ ହଁ ଇଏ ବର୍ଷ ଧରି ଇଏ 18000 ହେଇଯିବ ପୁଣି ये सब ये बड़े सिचुएशन नहीं गति करूँ भेंडर है पूर्व जो दिन धान उठला ता पूर्व दिन धान भी आसला धान माने कौन अकाउंट को पैसा आसीगला से पर्यंत ना मनोज बाबू को मालूम अच्छी ना मत मालूम अच्छी मु भाव मो धान उठला 2-3 दिन पर आसे मनोज साहब को फोन कर मनोज कौन पैसाटा आसले ना आसी जीव चेक करिए मु चेक कर जाने कि से पेमेंटटा आसी बोली एठू सोसाइटी रो मते मालूम माने भेंड न होला पर पैसा पळे आसे ना धान उठिया पूर्व दिन पैसा पळे आसे माने आपन धान मंडी उठिया पूर्व पैसा आ जाय आ धान पड़िबो जो दिन मंडी रे सेही दिन मंडी अराइवल कॉपी आसी मिलिबो ना एटा परे मिले धान मंडी के आइने मंडी अराइवल का मिलिबो तेणु आमे एतले मु एतले मंडी अराइवल कॉपीटा मते कोन मिलला 10 तारिख जो नो टोकन 10/2 मु 29 रो पके 10/2 रो मोर कोन ये होची आपनकर सिस्टम एई बळी चालू ताने मु सेइथिपाई मोर मेन कंसर्न थला एइथिपाई मु आटे मगेनी जे मते प्रोटेस्टटा दियंतु एक्चुअली मो नारे जति मिते होची अन्य का नारे आगु भविष्य रे कोन हेइ पारे ता मो धान काहार
ପଇସା ମାନେ ଧାନଟା ମୋର ଉଠି ନାହିଁ କିନ୍ତୁ ପଇସା ଆସିଲା, ଏଟା କାହା ପଇସାଟା ମୋ ଆକାଉଣ୍ଟକୁ ଆଇଲା ଆଉ ମୋ ଧାନଟା ଯୋଉ ଗଲା ସେଟା କାହା ସେ ପଇସାଟା କାହା ଆକାଉଣ୍ଟକୁ ଗଲା? ନା ଆପଣଙ୍କ ଯୋଉ ପଇସାଟା ଆଇଲା ଆପଣ 41 କ୍ୱିଣ୍ଟାଲ 50 ଆଇଲା ନା ଅଧିକା ପଳେଇଲା? 41.50 ଆଇଲା ତ ଯେତିକି ଭେଣ୍ଡର ହେଇଥିଲା। ସେ ଭେଣ୍ଡର ରସିଦ ପାଇନାହାନ୍ତି, ସିଏ ବି ଗୋଟେ ଭେଣ୍ଡର ରସିଦ ଆପଣ ମିଳୁନି। ପାଇନାହାନ୍ତି? ଭେଣ୍ଡର ରସିଦ ଭେଣ୍ଡର ଦେଇନୁ ତ? ପାଇନାହିଁ। ହ୍ୟାଣ୍ଡର କଥା ମୁଁ ଦିଆହେଇନି। ଆଉ ମୁଁ ଦିଆହେଇନି? ହଁ ଦିଆହେଇଥିବ। ହେଇଥିବ ମାନେ କଣ? ଦେଖାନ୍ତୁ କୋଉ ଭେଣ୍ଡର ରସିଦ ଭେଣ୍ଡର ଦେଇନ? ଦେଇଥିଲ? ଦେଇଛ ନା? ଭେଣ୍ଡର ରସିଦ କାହାକୁ ଦିଆହବନି, ଟିକେ ନହେଲେ ବ୍ୟାଗଟା ଦିଅ, ନହେଲେ ଟିକେ ବ୍ୟାଗ କାହାକୁ ଦେଇଥିଲ ଏଇଟା? ମତେ ଦେଇଥିଲ? ଦେଇଥିବ, ଦସ୍ତଖତ ହେଇଥିବ, ଗୋଟେ କପି ଥିବ ନାଇଁ? ଯଦି ଦେଇଛନ୍ତି ଦସ୍ତଖତ ବାଁ ପଟେ ଡାହାଣ ପଟେ ଦସ୍ତଖତ ହେଇଥିବ, ଗୋଟେ ପଟେ ସେକେଣ୍ଡ ଦେଲ ଟିକେ ଖାତା ବ୍ୟାଗଟା ଦଉନାହାନ୍ତି। ଦସ୍ତଖତ ଥିବ ଟିକେ? ଥିଲା ନା କପିଟା? ନା ମୁଁ ସାର୍ ସବୁ ଯାଇ ପ୍ରେଜେଣ୍ଟ ହେଲେ ମୁଁ ଗୋଟେ ଆଣିଛି, ମୁଁ କାଲି ମୁଁ କ'ଣ ଖାଲି ଗୋଟେ ଜାଗାରେ ବସିଛି କି କାଦବରାମ ସୋସାଇଟି ମୁଁ ବସି ନାହିଁ। ମୁଁ ଭଦ୍ରକର 40ଟା ସୋସାଇଟିର କାଗଜପତ୍ର ଏପର୍ଯ୍ୟନ୍ତ ଆମେ 4 ଜଣ ଏକଜୁଟ କରିସାରିଲୁଣି। 40ଟା ସୋସାଇଟିର ଏଇଟା ଗୋଟେ ଖାଲି ଡମିଟା ଆଣିଛି। ଭେଣ୍ଡର କାହା ସେ ମଣ୍ଡିଆ ରାଇବଲଟା ନା ସେଟା ଘରର ଦେଲେ ଧାନ ପଡ଼ିଲା 29 ତାରିଖରେ ସିଗ୍ନେଚର ହେବ, ଏଠି ସିଗ୍ନେଚର ହେବ ଦଉଛନ୍ତି ଧର। ନା ନା ଏଇଟା ଆଉ ଗୋଟେ ଡମି, ଏଇଟା ମୁଁ ଆଉ ଗୋଟେ ଜାଗାରେ ଆଉ ଜଣଙ୍କର ଆଣିଛି। ହଁ ହଁ ସେଟା ତେଣୁ ଏଇଭଳିଆ ରସିଦରେ କାହିଁ ଏଇଭଳିଆ ଆପଣଙ୍କୁ ଦିଆହେଲା? ଏଇ ଜିନିଷଟା ମୁଁ ପାଇନାହିଁ, ମତେ ଆଉ ରମେଶ ମତେ ପଠେଇଲା ଗୋଟେ ସଫ୍ଟ କପି। ନା ସଫ୍ଟ ସଫ୍ଟଟା ମୁଁ ମାଗିକି ନେଇଥିଲି। କଲେ ମୁଁ କହିନି ହଁ କିନ୍ତୁ ମୁଁ ଦେଇ actually ଦେଉଛି ମୋ ସଫ୍ଟ ପାଖକୁ କପି। ହାର୍ଡ କପି ଆପଣ ପାଇନାହାନ୍ତି? ମୁଁ ପାଇନି। ମଣ୍ଡି ଆରାଇଭାଲ ଆକ୍ନୋଲେଜ ସେଟା ବି ପାଇନାହାନ୍ତି? ମଣ୍ଡି ଆରାଇଭାଲଟା ମିଳିଲା ମତେ, ଏଟା 10 ତାରିଖରେ ମିଳିଲା, ଯୋଉ ଜୀବନ ଏକ୍ସପାୟାର ହବାର ଅଛି ସେଇଦିନ ମିଳିଲା। ଧାନ ପଡ଼ିଲା 29। ଦଶ ତାରିଖ ମଣ୍ଡି ଆରାଇଭାଲଟା ପାଇଲା। 10 ତାରିଖ ଯୋଉ ଭେଣ୍ଡର ପାଇଁ ଯାହା ଲୋକଙ୍କୁ କହିବା ଆସିଲା, ମୁଁ ବି ଭାବିଲି ଏଇଟା ଭେଣ୍ଡର ଆଇଲା, ହଁ ଭେଣ୍ଡର ହେଇଥିବ। ସେଇଦିନ ମତେ ମଣ୍ଡି ଆରାଇଭାଲ କପିଟା ମିଳିଲା। ମୁଁ ବି ଖୁସି ହେଇଗଲି, ଯାହା ମତେ ଲେଖା ହେଇଛି ମଣ୍ଡି ଆରାଇଭାଲ ଆକ୍ନୋଲେଜମେଣ୍ଟ। ଇଏ ଜିନିଷ କ'ଣ ସେ ଜିନିଷ କ'ଣ? ଗୋଟେ ଭେଣ୍ଡରଟା ଅଲଗା, ସେଟା ଅଲଗା, ଏଟା ଅଲଗା। ଧାନଟା ଆଜି ପଡ଼ିଲା। ଆଜି ମଣ୍ଡିକି ଆଇଲା, ତାପରେ ବିକ୍ରିଟା ବି ହେଲା ଯୋଉ ରସିଦଟା ବିକ୍ରେତା ରସିଦ ତା ଯୋଉ ଇଏ ସବୁଆଡ଼େ ସେୟା ହେଉଛି, ଯୋଉଦିନ ମଣ୍ଡିଆରେ ସେଇଦିନ ବିକ୍ରି। ସେଦିନ ସତ୍ୟ ସାର୍ ବସିଥିଲେ, ସେଇଠି ଯୋଉ ଆପଣଙ୍କର ଆଉ ଯୋଉ ଗୋରା ହେଇକି ଯୋଉ ବସୁଛନ୍ତି ଏପଟ ତ ଆପଣଙ୍କ ସେପଟରେ ବସିଥିଲେ ଯୋଉ, ସେ ସେଠୁ ଆସିକି କହିଲେ, ମୁଁ କହିଲି କାହିଁକି ଯଦି ମଣ୍ଡିରେ ପହଞ୍ଚିଲା କାହିଁକି ଭେଣ୍ଡର ସେଇଦିନ ଅଳ୍ପ ତ ନା ଜାଣିନାହାନ୍ତି, ଏଇଟା ଅସୁବିଧା ହେଇଯିବ, ମଣ୍ଡିରେ ପହଞ୍ଚିଲା ବେଳେ ଧାନ ପଳେଇବ। ଏଇଟା ସରକାର ଚାହୁଁଛନ୍ତି ନା ସଫ୍ଟୱେର ଚାହୁଁଛି? ବର୍ତ୍ତମାନ ଆପଣ ସେଇ ମାନେ ଲସ୍ଟାକୁ ସେ ଚାହୁଁଛନ୍ତି? ଲସ୍ ଆଉ ମତେ ସିସିଟିଭି ଫୁଟେଜଟା ଦିଅନ୍ତୁ, କାରଣ ମୋ ନାଁରେ ସିସିଟିଭି ଫୁଟେଜ ମାନେ କୋଉ ଯୋଉ 29 ତାରିଖରୁ ମୁଁ ଧାନ ପକେଇଲି, 29ରୁ ତାପରେ ମାର୍ଚ୍ଚ ପର୍ଯ୍ୟନ୍ତ ଲେଖିଛି, ଆପଣ ଦେଖନ୍ତୁ ଆରଟିଆଇ ଆକ୍ଟରେ ଯୋଉ ପକେଇଛି ମାନେ ଏଟା ଆରଟିଆଇ ମାଗିଛନ୍ତି ତ? ହଁ ମୁଁ ସେଇ ଆକ୍ଟରେ ପକେଇଛି, ଆରଟିଆଇ ମାଗିଛନ୍ତି, ଆରଟିଆଇ ଦେବେ ଆଉ। ଭିଡ଼ିଓ ଫୁଟେଜଟା ମଗେଇଛି। ଆରଟିଆଇ ମାଗିଛନ୍ତି? ଏଟାକୁ ଡେଟ୍ଟା ନା ନା ଆମର ଏଇ ଯୋଉ ଇନକ୍ୱାର ଆପଣ ଏଇ ଯୋଉ 14,000 ଲସ୍ କଥା କହୁଛନ୍ତି, ମେନ୍ ଲସ୍, ଏଇଟା ମେନ୍ କନସର୍ନ ଅଛି। ମେନ୍ କନସର୍ନ ଆପଣଙ୍କର ମେନ୍ କନସର୍ନ ଏଇ ଜିନିଷଟା ହେଉଛି। ମେନ୍ କନସର୍ନ ଆଉ ଆଗକୁ ଏଭଳି କିଛି ହବ ନାହିଁ ବୋଲି ସମସ୍ତେ ଯେମିତି କୌଣସି ସବୁ ଚାଷୀ ଯେମିତି ଇକ୍ୱାଲି ଗୋଟେ ଆସିକି ମଣ୍ଡିରେ ପକେଇବେ, ଏଇଟା ହଉଛି ମେନ୍ ଇସ୍ୟୁ। ସେ ଆଜି ବ୍ୟବସ୍ଥାଟା ମୋର ହେଇଛି ହୁଏତ କାଲି ଆଜିକା, ଆଜି ମୁଁ ପାଖରେ ରମେଶ ବସିକି କିଛି କୃପା ସିନ୍ଧୁ ମଲ୍ଲିକ ହବ, ମୁଁ ସେଇଟା ମୁଁ ଚାହୁଁନି ଚିହ୍ନା ପରିଚୟ କାହାରିକି ଦେବା ପାଇଁ। ମୁଁ ଆସୁଛି ଗୋଟେ ସାଧାରଣ ଲୋକ ହିସାବରେ, ସାଧାରଣ ଚାଷୀ ହିସାବରେ ଆସିନି, ମୁଁ ଉପକୃତ ହେଇଯିବା ଦରକାର। ଠିକ ଅଛି, ଆପଣଙ୍କ ମାନେ ଏଇ ଜିନିଷଟା ରହିଲା ଆଉ ହେଇଗଲା ଅଫିସିଆଲି ଟକ୍। ହଁ, ଆଉ ତାପରେ ଆପଣ ରମେଶ ବାବୁ ଯାହା କରିବେ ବର୍ତ୍ତମାନ। ନା ଆଉ କ'ଣ, ସେ ଗୋଟେ ଅଫିସିଆଲି ତାଙ୍କର ଷ୍ଟାଟମେଣ୍ଟଟା କହିଦେଲେ Statementଟା ସେଟା ସେଇ ସରିଗଲା। କଥା, ଏଟା ଅଫିସିଆଲି ହଁ, ସେଇଟା ଗୋଟେ ଆପଣଙ୍କ ଇଏ କାମଟା ଏଟା ସରିଗଲା। ଆପଣ ଗୋଟେ ଆଜି ଟିକେ ରିଟନ୍ ଷ୍ଟେଟମେଣ୍ଟ ଗୋଟେ ନା ଆଜି ଆଉ ରିଟିନ୍ ଦେବେ, ନା ଯେହେତୁ ଇନକ୍ୱାରି କଲେ ଇନକ୍ୱାରିଟା ହଁ ଗୋଟେ ଇନକ୍ୱାରି ଦେଇଦେବେ ଗୋଟେ ଆଉ। ନା ଏବେ ଆପଣ ଏଇ ଗୋଟେ କାଗଜ ଦେଲ, କାଗଜ ପେନ୍, ଯେହେତୁ ଇନକ୍ୱାରି ସେଟା ଇନକ୍ଲୁଜ କରାହେବ ତ କ'ଣ ଗୋଟେ ଲେଖି ଦେଉନାହାନ୍ତି, ଆପଣ ଡ୍ରାଫ୍ଟିଂ କରିଦିଅନ୍ତୁ। ସେଇଟା
এটা ড্ରାଫ୍ଟିଂ କିନ୍ତୁ ଆପଣ ଗୋଟେ ମୋ ରିପୋର୍ଟଟା ମୁଁ ଶୁଣନ୍ତୁ ସେଇଟା ଗୋଟେ ଲେଖା ଲେଖି କରନ୍ତୁନି ଆପଣ ଡ୍ରାଫ୍ଟିଂ କରିଦିଅନ୍ତୁ ଏୟା ଲେଖା ହେଲା ଏୟା ହେଲା ସିଏ ଲେଖିଦେବେ ଆପଣ ଦସ୍ତଖତ କରିଦେବେ ତାର ଗୋଟେ କପି ନା ବୁଝିପାରିଲେନି ମାନେ ଆମ ଇନକ୍ୱାରି ଅଛି ଯୋଉ ପିଟିସନ ଯିଏ ବି ଅଛି ସେ ଗୋଟେ ଇନକ୍ୱାରି ଦିନ ରିଟନ୍ ଷ୍ଟେଟମେଣ୍ଟ ଦେବେ ତାଙ୍କର ବି ଅଭିଯୋଗ ସେଠି ତ ଅଭିଯୋଗ ତ ପିଟିସନ ଦେଇଛନ୍ତି ଆପଣ ପିଟିସନଟାକୁ କନଫର୍ମ କରିବା ପାଇଁ ନା ନା ଆଜି ଗୋଟେ ଶୁଣନ୍ତୁ ଆଜି ଆଟେଣ୍ଡ କରୁଛନ୍ତି ହିସାବରେ ବି ଗୋଟେ ଲେଖିକି ଦେନେ ନା ସିଏ ଲେଖିକି ଦେବେନି ଆପଣ ତାର ପ୍ରୋସେସଟା ସେୟା ନୁହେଁ ସିଏ ଲେଖିକି ଦେବେନି ଆପଣ ଯେହେତୁ ଇନକ୍ୱାରି କଲେ ଯଦି ଗୋଟେ ଇନକ୍ୱାରି ରିପୋର୍ଟ ତିଆରି କରିବେ ସେ ଗୋଟେ ସିଗ୍ନେଚର କରିଦେବେ ଏଟା ତ ଏତେ ସମ୍ଭବ ନୁହେଁ ସିଏ କାହିଁ ସିଗ୍ନେଚର କରିବେ ଇନକ୍ୱାରି ରିପୋର୍ଟ ନା ଆପଣ ଯାହା ଇଏ ଲେଖିଲେ ଆମ ଡିସ୍କସନ୍ ହେଲା ଗୋଟେ ରଫ୍ ଆପଣ ଇନକ୍ୱାରି ରିପୋର୍ଟ ଫାଇନାଲ ଗୋଟେ ଦେବେ ହଁ ଆପଣ ଗୋଟେ ରିପୋର୍ଟ ପ୍ରସ୍ତୁତ କରିବେ ଯେତେବେଳେ ଇନକ୍ୱାରି ହୁଏ ଇନକ୍ୱାରି ଯେକୌଣସି ବି ଇନକ୍ୱାରି ହୁଏ ଯେତେବେଳେ ଗୋଟେ ଅଫିସର ଆସନ୍ତି ଆପଣ ଗୋଟେ ଇନକ୍ୱାରି ଏୟା ହେଲା ଡିସ୍କସନ୍ ହେଲା ଆପଣ ଗୋଟେ ଡାଏରୀ ନୋଟ୍ ଗୋଟେ କରିବେ ଯେମିତି ଷ୍ଟେସନ ଡାଏରୀ ଯେମିତି ପୁଲିସ ହେଲା କରୁଛି ଷ୍ଟେସନ ଡାଏରୀ କ'ଣ ଏଫଆଇଆର ହେଉଛି କି ଏଫଆଇଆର ଅଲଗା ଷ୍ଟେସନ ଡାଏରୀ ଅଲଗା ଆମେ ଯେତିକି ଇନକ୍ୱାରି କରୁଛୁ ଯାହା କରୁଛୁ ଯୋଉଦିନ ଆମର ଫାଷ୍ଟ ତ ହେଲା ଚାଷୀ କ'ଣ ଲେଖିକି ଦେବ ଚାଷୀ ତ ଦେଇଛି ଏଇ ଜିନିଷଟା ଦବ ହଁ ଲେଖି ଦେଇଛି ଯେ ମୋର ଏ ଲସ୍ ହେଇଛି ମୁଁ ତ ରିଟିନ୍ ଦେଇଛି ସିଗ୍ନେଚର କରି କଲେକ୍ଟର ରେକମେଣ୍ଡେସନ ସେ ତ ପଳେଇଛି ଯେ ହଁ ଆଟେଣ୍ଡ କଲେ ଯେ ମୁଁ ଆଜି ଇନକ୍ୱାରିର ଭାଗ ନେଲି ସେଇଟା ହଁ ନା ନା ଫାଇନାଲ ଡିସିସନ ନୁହେଁ ସେ ନନାଙ୍କର କନସର୍ନ ହେଉଛି ଏଇଆ ଯେ ମୁଁ କ'ଣ ଲେଖିବି କାଗଜରେ ପ୍ରେଜେଣ୍ଟ ତାହେଲେ ଖାଲି ଲେଖିଦିଅନ୍ତୁ ଖାଲି ହାଜିରା ଉପରେ ଲେଖିଦେବେ ହାଜିରା ତାପରେ ତଳେ ଲେଖିଦେବେ ମୁଁ ବିଶ୍ୱବନ୍ଦନ ଲଗେଇବି ଆଜି ଇନକ୍ୱାରିରେ ଅମୁକ ଅମୁକ ଅଫିସର ଆସିଥିଲେ ଏବଂ ମୁଁ ତାଙ୍କୁ ମୋର ପକ୍ଷ ରଖିଲି ଏବଂ ଏଇ ବିବରଣୀ ମୁଁ କହିଲି ଏତିକି ଲେଖିକି ଗୋଟେ ଦେଇଦେବେ ମାନେ ସେଇଟାକୁ ଆଉ ଥରେ ଦେବେ ଆଉ ସିଏ ସେଇଟାକୁ ରିସିଭ୍ କରିକି ଆପଣ ଗୋଟେ କପି ଧରେଇଦେବେ ଯେ ହଁ ଆପଣଙ୍କ ତ ନେଇଗଲେ ସିଏ ଆପଣଙ୍କୁ ସେ କପିଟା ନେଇଗଲେ ସେ ଗୋଟେ ସିଗ୍ନେଚର କରି ଆପଣ ଦେଇଯିବେ ଆପଣ ବି ଦେଲେ ସିଏ ବି ରଖିଲେ ସିଏ ଆପଣ ଆସିଥିଲେ ବୋଲି ସିଏ ବି ଇନକ୍ୱାରି କଲେ ଆପଣଙ୍କୁ ନେଇକି ଆପଣ ବି ଗୋଟେ କାଗଜ ରଖିଦେବେ ସେ ଗୋଟେ କାଗଜ ହେଇଯିବ ଆଉ ଲେଖିଦେବେ ହଁ ଲେଖିଦେବା ଛାଡ଼ ସେଟା ଲେଖିଦେବା ସେ ଲେଖିଦେବେ ସେପଟେ ଲେଖିଦେବା ଛାଡ଼ ସେଟା ମ୍ୟାଟର ଓଭର ଏବେ ସଭା ସାଙ୍ଗ କରିଦେବା ଆଉ କ'ଣ ଆଲୋଚନା ଆପଣ ଜାଣିଦେଲେ ସେଟା ସରିଗଲା କୁହନ୍ତୁ କ'ଣ କରିବା କୁହନ୍ତୁ ଆମର ଡିମାଣ୍ଡ ଅଛି ସିସିଟିଭି ଫୁଟେଜ୍ ଆମ ପାଖରେ ରହୁ ଆମକୁ ସିସିଟିଭି ଫୁଟେଜ୍ ଦେଇଦିଅନ୍ତୁ ଆପଣ ଆମେ କଲେକ୍ଟର ସାର୍ ବି ଯାଇକି ବସିକି କଥା ହେଇଯିବା ସାର୍ଙ୍କ ସହିତ ମୁଁ କଥା ହେଇଯିବି ମୁଁ ଡେ ୱାନ୍ରେ ବି ସାର୍ଙ୍କୁ କହିଛି ଯେ ମୁଁ ଚାହୁଁନି କାହାର ଗୋଟେ ହାର୍ମ କରାଯାଉ ଦ୍ୟାଟ୍ ଇଜ୍ ନଟ୍ ମାଇ ଇଣ୍ଟେନସନ୍ ଡେ ୱାନ୍ରେ କହିଛି ମାନେ 28 ପୂର୍ବରୁ ଆଜି ବି ସେ କଥା ସେମ୍ କହୁଛି କିନ୍ତୁ ନେକ୍ସଟ ଫ୍ୟୁଚରରେ ମୁଁ ବୁଝୁଛି ସିଷ୍ଟମର ସମସ୍ୟାଟା ମୁଁ ବୁଝୁଛି ନା ଏକାଥରେ 5 ଜଣ ଚାଷୀ ସେ ମୋର ଉଠା ଗରମ ହେବେ ହେ ଆମ ସୋସାଇଟି ସେଇଟା ବି ଗୋଟେ ପାର୍ଟ ଅଛି ଅଫିସରଟେ ତ ପୁଣି ଗୋଟେ ମୁଣ୍ଡଟେ ତାର ଗୋଟେ ପରିବାର ଅଛି ସିଏ ବି ଧନ୍ଦା ବୁଝୁଛି ପୁଣି କାଗଜପତ୍ର ଏତେ ଅଛି ତେଣୁ ସେଇଟା ମୁଁ ବୁଝୁଛି କିନ୍ତୁ ତା ଭିତରେ କେତେ ସମ୍ଭବ ହେଇପାରିବ ଆମେ ତାକୁ ଟ୍ରିଟ୍ କରିବା ଏଜ୍ ଏ ଫାର୍ମର ଯେ ହଁ ଏଇଟା କରିବା ଯେମିତି ଅନ୍ୟ SHG ମାନଙ୍କର ରହୁଛି ଏଇ ତୁ ଧାନ ଆଣେ ନା ଧାନ ଥାଉ ତୋର ଏତିକି ରେଟ୍ ଅଛି ତ ମୁଁ ତୋତେ ଯେଉଁ ଦିନ ହେଲେ ଗୋଟେ ଡାକିକି ଧାନ ମୁଁ ତୋର ଉଠେଇଦେମି ଏଇଆ ନୁହେଁ ଯେ ଏଠି ଆମର କ'ଣ ହେଉଛି ଲାଷ୍ଟ ଡେଟ୍ ପର୍ଯ୍ୟନ୍ତ ରହିବ ଆପଣ ଲାଷ୍ଟ ଡେଟ୍ରେ ଏମିତି ସ୍ଥିତି ହେଇଯିବ ଆଇଦର ଆପଣ କମ୍ ରେଟ୍ରେ କ'ଣ ଗୋଟେ କାହାକୁ କମ୍ପ୍ରମାଇଜ୍ କରି ଛାଡ଼ି ଦେଇକି ପଳେଇବେ ନେକ୍ସଟ ଟାଇମ୍ ଆଉ ଲୋକଙ୍କୁ କାହାକୁ ନେକ୍ସଟ ସିଜନ୍ ନ ହଉ ଏଇଟା ନ ହଉ ଆମର ଗୋଟେ ରିଟିନ୍ ହଉ ଯେ ଚାଷୀକୁ ଆଉ ଏତେ ପ୍ରକାର ଅତ୍ୟାଚାର ହେବେନି ଯେତିକି ସମ୍ଭବ କରାଯାଏ ତା ଅର୍ଥ ନୁହେଁ ଯେ ସେକ୍ରେଟାରୀ ସବୁ ମୁଣ୍ଡ ସହିକି ସବୁ ଆଡ଼େ ଦେଇଦେବ ତା ଉପରେ ନ ଦେବଲେ କ'ଣ ଧାନ ସେ କଥା ମୁଁ କହୁନି ମାନେ ଆମେ ବହୁତ ନନା ବହୁତ ହଇରାଣ ହେଇଛି ମାନେ ଏ ତ ବାସୁନି ଆଗରେ କହୁଛନ୍ତି ସିଏ ଫୋନ୍ କରି ମୋତେ ବି ନମ୍ବର ମାଗିଛି ମୁଁ ଦିଅ ମୁଁ କହିଦେବି ଉଠେଇଦେବି ଯେମିତି ଡେରି ହେଇଛି ବହୁତ ଏମିତି ହେଇଛି